ନମସ୍କାର ବନ୍ଧୁମାନେ। ବକୁଳ ଅମାବାସ୍ୟା ବା ବଉଳ ଅମାବାସ୍ୟା ଦିନ ଚୁପଚାପ କରିନିଅନ୍ତୁ 7ଟି ଶୁଖିଲା ଲଙ୍କା ଲାଲି ଲଙ୍କାର ଏହି ଗୁପ୍ତ ଉପାୟ। ଜୀବନର ସବୁ କଷ୍ଟରୁ ଆପଣଙ୍କୁ ମୁକ୍ତି ମିଳିଯିବ। ଏହା ସହ ଆପଣଙ୍କର ଧନଜନିତ ସମସ୍ୟାଗୁଡ଼ିକ ମଧ୍ୟ ସମାଧାନ ହେବ। ଆପଣଙ୍କର ଶତ୍ରୁର ବିନାଶ ହେବ। ବନ୍ଧୁମାନେ, ଆଗକୁ ଆସୁଛି ବଉଳ ଅମାବାସ୍ୟା ବା ବକୁଳ ଅମାବାସ୍ୟା। ପୌଷ ମାସର ଅମାବାସ୍ୟା ତିଥିକୁ ଆମେ ବଉଳ ଅମାବାସ୍ୟା ବୋଲି ଜାଣିଥାଉ। ଏହି ଦିନ ସ୍ୱତନ୍ତ୍ର ଭାବରେ ବଉଳ ଗଇଁଠା ପିଠାକୁ ପ୍ରସ୍ତୁତ କରି ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଭୋଗ ଲଗାଯାଏ। ଏହି କଥାକୁ ଆଧାର କରି ପ୍ରତ୍ୟେକ ମନ୍ଦିର ଏବଂ ଘରମାନଙ୍କରେ ଏହି ଦିନ ବଉଳ ଗଇଁଠା ପିଠା ପ୍ରସ୍ତୁତ କରାଯାଏ ଏବଂ ଭଗବାନଙ୍କୁ ଭୋଗ ଚଢ଼ାଯାଏ। ଏହି ଭିଡ଼ିଓରେ ଆମେ ଜାଣିବା ଯେ ଚଳିତ ବର୍ଷ ବଉଳ ଅମାବାସ୍ୟା କେବେ ପଡ଼ୁଅଛି ଏବଂ ଏହି ଦିନ ଆମ୍ବ ଗଛକୁ ଆମେ କିପରି ଭାବରେ ପୂଜା କରୁ ଏବଂ ଏହା ସହିତ ଶୁଖିଲା ଲାଲି ଲଙ୍କାର ସେହି ଉପାୟଗୁଡ଼ିକ ଜାଣିବା ଯାହାକି ଅମାବାସ୍ୟା ତିଥିରେ କରିନେଲେ ଆପଣଙ୍କର ଅନେକ ସମସ୍ୟାର ସମାଧାନ ହୋଇଯିବ। ସବୁକିଛି ଜାଣିବା ପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବନ୍ଧୁମାନେ, ଚଳିତ ବର୍ଷ 19 ଡିସେମ୍ବର ଶୁକ୍ରବାର ଦିନ ପଡ଼ୁଅଛି ବଉଳ ଅମାବାସ୍ୟା। ଆମେ ଏହି ଦିନ ଆମ୍ବ ଗଛର ବିଶେଷ ଭାବରେ ପୂଜା କରିଥାଉ। ବସନ୍ତ ଋତୁର ଆଗମନରେ ବାର୍ତ୍ତା ଆଣି ଆମ୍ବ ଗଛରେ ବଉଳ ଧରେ ଏବଂ ଯେଉଁ ଗଛଗୁଡ଼ିକରେ ବଉଳ ଆସିଥାଏ ଏହି ଦିନ ସେହି ଆମ୍ବ ଗଛଗୁଡ଼ିକ ପୂଜା କରାଯାଏ ଏବଂ ଘରେ ପ୍ରସ୍ତୁତ ହୋଇଥିବା ବଉଳ ଗଇଁଠା ପିଠାକୁ ମଧ୍ୟ ସେ ଗଛ ମୂଳରେ ଅର୍ପଣ କରାଯାଏ। ବିଶ୍ୱାସ ରହିଛି ଯେ ଏପରି କରିବା ଦ୍ୱାରା ବର୍ଷଯାକ ଆମ୍ବ ଗଛଗୁଡ଼ିକରେ ପ୍ରଚୁର ଆମ୍ବ ଫଳିଥାଏ। ଅନେକ ସ୍ଥାନରେ ଏହି ଦିନ ଆମ୍ବ, ପଣସ, ନଡ଼ିଆ ଏବଂ ଗୁଆ ଭଳି ପବିତ୍ର ଗଛଗୁଡ଼ିକୁ ପୂଜା କରାଯାଏ। ବନ୍ଧୁମାନେ, ଏବେ ଚାଲନ୍ତୁ ଶୁଖିଲା ଲାଲି ଲଙ୍କାର ଏହି ଉପାୟଗୁଡ଼ିକ ଜାଣିନେବା ଯାହା ଅନେକ ଲୋକ ଜାଣିନଥାନ୍ତି। ବନ୍ଧୁମାନେ, ଶୁଖିଲା ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇବାରେ କାମ କରିଥାଏ। ଏହା ତ ସମସ୍ତେ ଜାଣନ୍ତି, କିନ୍ତୁ ଏହାର କିଛି ତନ୍ତ୍ର ଉପାୟ କରି ଆପଣ ନିଜ ଜୀବନରେ ଥିବା ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ ତାହା ଅନେକ ଲୋକ ଜାଣିନଥାନ୍ତି। ଶତ୍ରୁ ବିନାଶ, ଧନ ଆଗମନର ବାଟ ସବୁ ଖୋଲିବାରେ ଏହି ଶୁଖିଲା ଲଙ୍କା ଆପଣଙ୍କୁ ସାହାଯ୍ୟ କରିବ। ତେବେ ସର୍ବପ୍ରଥମ ଉପାୟ ହେଉଛି, ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଘର ଉପରେ କାହାର ନଜର ଲାଗିଯାଇଛି କିମ୍ବା ଆପଣଙ୍କ ଘରେ ଯଦି କେହି ଛୋଟ ପିଲା ଅଛନ୍ତି ଏବଂ ସେମାନଙ୍କୁ ବାରମ୍ବାର କୌଣସି ଲୋକଙ୍କର କୁଦୃଷ୍ଟି ବା ନଜର ଲାଗିଯାଉଛି, ତେବେ ଆପଣ ସେହି ନଜର ଦୋଷକୁ ଉତାରିବା ପାଇଁ ଏହି ଅମାବାସ୍ୟା ଦିନ 7ଟି ଶୁଖିଲା ଲାଲି ଲଙ୍କା ନିଅନ୍ତୁ ଏବଂ ସେ ଲଙ୍କାକୁ ନେଇ ନିଜର ନଜର ଲାଗିଥିବା ବ୍ୟକ୍ତିର ମୁଣ୍ଡ ପାଖରେ 7 ଥର ଓଲଟା ଏବଂ 7 ଥର ସିଧା ଭାବରେ ବୁଲାଇ ଆଣନ୍ତୁ। ତାପରେ ସେହି ଲଙ୍କାକୁ ନେଇ ନିଆଁରେ ପୋଡ଼ି ଦିଅନ୍ତୁ। ଆପଣମାନେ ଜାଣିଥିବେ ଯେ ପ୍ରାଚୀନ କାଳରୁ ହିଁ ମାନ୍ୟତା ଅଛି ଯେ ଏପରି କରିବା ଦ୍ୱାରା ନଜର ଦୋଷ କଟି ଯାଇଥାଏ। ଦ୍ୱିତୀୟ ଉପାୟଟି ହେଉଛି, ଯଦି ଆପଣଙ୍କୁ ସବୁବେଳେ ସ୍ୱାସ୍ଥ୍ୟଜନିତ ସମସ୍ୟା ଲାଗି ରହୁଛି, ଆପଣ ବାରମ୍ବାର ବେମାରଗ୍ରସ୍ତ ହେଉଛନ୍ତି କିମ୍ବା ଆପଣଙ୍କ ଜୀବନରେ ଧନଜନିତ ସମସ୍ୟା ଲାଗି ରହୁଛି, ତେବେ ସେ ସମସ୍ତ ସମସ୍ୟାରୁ ମୁକ୍ତ ହେବା ପାଇଁ ଆପଣ ଏହି ଅମାବାସ୍ୟା ଦିନ 21ଟି ଶୁଖିଲା ଲାଲି ଲଙ୍କା ନିଅନ୍ତୁ ଏବଂ ଶୁଖିଲା ଲାଲି ଲଙ୍କାରୁ ମଞ୍ଜିଗୁଡ଼ିକ ବାହାର କରି ନିଅନ୍ତୁ। ତାପରେ ଗୋଟେ ପିତ୍ତଳ ଲୁଟାରେ ପାଣି ଭର୍ତ୍ତି କରି ସେହି ପାଣିରେ ସେ ଲଙ୍କା ମଞ୍ଜିଗୁଡ଼ିକୁ ପକାଇ ଦିଅନ୍ତୁ। ଆପଣ ରାତିରେ ଶୋଇବା ସମୟରେ ସେ ଲୁଟାକୁ ମୁଣ୍ଡ ପାଖରେ ରଖନ୍ତୁ। ଏହାପରେ ସକାଳେ ଉଠିବା ପରେ ସେ ଲୁଟାକୁ 7 ଥର ନିଜ ମୁଣ୍ଡ ଚାରିପାଖରେ ଡାହାଣରୁ ବାମ ଆଡ଼କୁ ବୁଲାଇ ଆଣି ସେ ପାଣି ଏବଂ ଲଙ୍କା ମଞ୍ଜିକୁ ନେଇ ବାହାରେ ଫିଙ୍ଗି ଦେଇ ଆସନ୍ତୁ। ଏହି ଉପାୟଟିକୁ କରିବା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ହେଉ କିମ୍ବା ଧନଜନିତ ସମସ୍ୟା ହେଉ, ସେଗୁଡ଼ିକ ଦୂର ହେବ। ତୃତୀୟ ଉପାୟ ହେଉଛି, ଯଦି ଆପଣ ସବୁବେଳେ ଶତ୍ରୁଜନିତ ସମସ୍ୟାରେ ପୀଡ଼ିତ ରହୁଛନ୍ତି, ଆପଣଙ୍କର ଶତ୍ରୁ ବଢ଼ି ବଢ଼ି ଚାଲିଛି, ଶତ୍ରୁ ସବୁବେଳେ ଆପଣଙ୍କର କିଛି ନା କିଛି କ୍ଷତି କରିବାକୁ ଚାହୁଁଛନ୍ତି, ତେବେ ଏହି ଉପାୟଟିକୁ ଆପଣଙ୍କୁ ଏହି ଅମାବାସ୍ୟା ତିଥିରେ କରିବାକୁ ପଡ଼ିବ। ସେଥିପାଇଁ ଆପଣଙ୍କୁ 7ଟି ଲାଲି ଲଙ୍କାର ତାଜା ଲଙ୍କା ନେବାର ଅଛି। ଏଥିପାଇଁ ଆପଣ ଶୁଖିଲା ଲଙ୍କା ନେବେ ନାହିଁ। ଏହାପରେ 7ଟି ତାଜା ନାଲି ଲଙ୍କା ନେଇ ତାହା ସହିତ ଏକ ମାଳ ପ୍ରସ୍ତୁତ କରି ନିଜ ଘରର କୌଣସି ବି କୋଣରେ ଟାଙ୍ଗି ଦିଅନ୍ତୁ। ସେହି ଲଙ୍କାଟି ଯେମିତି ଯେମିତି ଶୁଖିବ, ଆପଣଙ୍କ ଶତ୍ରୁ ସେତିକି ସେତିକି ଦୁର୍ବଳ ହେବାକୁ ଲାଗିବ।
ଏହି ଉପାୟ କରିବା ସମୟରେ ଧ୍ୟାନ ରଖିବେ ଯେ ଆପଣ ପଚା ସଢ଼ା କିମ୍ବା ଖରାପ ଲଙ୍କା ନେବେ ନାହିଁ। ଶୁଖିଲା 7ଟି ତାଜା ଲାଲି ଲଙ୍କା ନେବେ ଏବଂ ସେ ମାଳଟିକୁ ଗୁନ୍ଥିବା ସମୟରେ ଏବଂ ଟାଙ୍ଗିବା ସମୟରେ ଆପଣ ନିଜର ଶତ୍ରୁର ନାମ ନେବେ। ଚତୁର୍ଥ ଉପାୟଟି ହେଉଛି, ଯଦି କେହି ବ୍ୟକ୍ତି ଆପଣଙ୍କଠାରୁ ଟଙ୍କା ଧାର ନେବା ବେଳେ ଏବଂ ସେ ଆପଣଙ୍କୁ ଫେରସ୍ତ ଦେଉନାହାନ୍ତି, ତେବେ ଆପଣ ଏହି ବକୁଳ ଅମାବାସ୍ୟା ଦିନ ଏହି ଉପାୟଟି ପାଳନ କରନ୍ତୁ। ଆପଣ 7ଟି ଶୁଖିଲା ଲାଲି ଲଙ୍କାକୁ ନେଇ ଏକ ନାଲ ରୁମାଲରେ ବାନ୍ଧି ସର୍ବଦା ତାହାକୁ ନିଜ ପାଖରେ ରଖନ୍ତୁ। ଆପଣ ଏହି ଉପାୟଟିକୁ ସେ ପର୍ଯ୍ୟନ୍ତ ପାଳନ କରିବେ ଯେ ପର୍ଯ୍ୟନ୍ତ ଆପଣଙ୍କୁ ଆପଣଙ୍କ ଟଙ୍କା ଫେରସ୍ତ ମିଳିନାହିଁ। ଏହାପରେ ପଞ୍ଚମ ଉପାୟଟି ହେଉଛି, ଯଦି ବାରମ୍ବାର ଆପଣ ନିଜ ବ୍ୟବସାୟରେ କ୍ଷତି ସହୁଛନ୍ତି, ଯେତେ ଚେଷ୍ଟା କଲେ ମଧ୍ୟ ବ୍ୟବସାୟରେ ଆପଣଙ୍କୁ ଲାଭ ହେଉନାହିଁ, ତେବେ ଏହି ଉପାୟକୁ ପାଳନ କଲେ ଆପଣଙ୍କର ପ୍ରଚୁର ମାତ୍ରାରେ ଲାଭ ହେବ ଏବଂ ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥା ଦୂର ହେବ। ସେଥିପାଇଁ ଆପଣ 3ଟି ମାଟିର ଦୀପ ନେବେ। ଏହାପରେ ଆପଣଙ୍କୁ ଦରକାର ହଳଦିଆ ସୋରିଷ, କଳା ରାଶି, ଗୋଟା ଧଣିଆ ଏବଂ ଅଳ୍ପ ଧଳା ଲୁଣ। ଆପଣ କ'ଣ କରିବେ ନା, ଏହି ଅମାବାସ୍ୟା ଦିନ ସେହି 3ଟି ମାଟିର ଦୀପରେ ଅଳ୍ପ ଅଳ୍ପ ହଳଦିଆ ସୋରିଷ, କଳା ରାଶି, ଗୋଟା ଧଣିଆ ଏବଂ ଲୁଣକୁ ପକାଇବେ। ଏହାପରେ ସେ ଦୀପରେ ଆପଣ ଗୋଟିଏ ଗୋଟିଏ ଶୁଖିଲା ଲଙ୍କା ରଖି ଜାଳିଦେବେ। ଏହି କାମଟିକୁ ଆପଣ ନିଜର ବ୍ୟବସାୟ ସ୍ଥାନରେ କରିବେ ଏବଂ ଚୁପଚାପ ଭାବରେ କରିବେ। ଏପରି କରିବା ଦ୍ୱାରା ଆପଣଙ୍କର ବ୍ୟବସାୟ କରିବା ସ୍ଥାନରେ ଯଦି କୌଣସି ନକାରାତ୍ମକ ଶକ୍ତି ରହିଥିବ, ତାହା ଦୂର ହେବ ଏବଂ ଆପଣଙ୍କ ବ୍ୟବସାୟରେ ଯଦି କାହାରକୁ କୁଦୃଷ୍ଟି ଲାଗିଥିବ, ତାହା ମଧ୍ୟ ଶେଷ ହେବ। ଏହି ଉପାୟଟିକୁ ଆପଣ ଅନେକ ସମସ୍ୟାରୁ ମୁକ୍ତି ହୋଇପାରିବେ। ବନ୍ଧୁମାନେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେତେବେଳେ ଆପଣ ଏସବୁ ଉପାୟଗୁଡ଼ିକ ପାଳନ କରିବେ, ସେତେବେଳେ ମା ଲକ୍ଷ୍ମୀଙ୍କୁ ସ୍ମରଣ କରି ଏହି ଉପାୟଗୁଡ଼ିକ ପାଳନ କରିବେ, ଯାହାଦ୍ୱାରା ଆପଣଙ୍କୁ ଅଧିକ ଶୁଭ ଫଳ ପ୍ରାପ୍ତି ହେବ। ଯଦି ଆପଣ ଋଣକରଜ ସମସ୍ୟାରେ ବୁଡ଼ି ରହିଛନ୍ତି, ତେବେ ଏହି ଉପାୟଗୁଡ଼ିକ ପାଳନ କରନ୍ତୁ। ନଜର ଦୋଷ ଲାଗିଥିଲେ କିମ୍ବା ବ୍ୟବସାୟରେ ମାନ୍ଦାବସ୍ଥା ଚାଲିଥିଲେ ଏହି ଉପାୟଟିକୁ ପାଳନ କରି ଶୁଭ ଫଳ ପାଇବେ। ବନ୍ଧୁମାନେ, ଆପଣମାନଙ୍କୁ ମୋର ଯଦି ଏହି ଭିଡ଼ିଓଟି ଭଲ ଲାଗିଲା, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।